ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ଅନୁଚିନ୍ତା ସମ୍ବନ୍ଧୀୟ କିଛି ଟିପ୍ସ ରହିଛି। ଏଥିରେ ଉଭୟ ନାରୀ ଓ ପୁରୁଷ ସମସ୍ତେ ଦେଖନ୍ତୁ। 1 ନମ୍ବର ଅଛି, ପ୍ରତିଦିନ ସକାଳେ 2ଟି ନିମ୍ବପତ୍ର ସେବନ କଲେ ଅନେକ ଉପକାର ମିଳିଥାଏ। 2 ନମ୍ବର, ଖାଦ୍ୟ ଖାଇବା ସମୟରେ ପାଟିରେ ଖାଦ୍ୟ ରଖି କଥା କୁହନ୍ତୁ ନାହିଁ। 3 ନମ୍ବର, ଖାଇସାରିବା ପରେ ହାତ ଆଙ୍ଗୁଳିର ପଛପଟକୁ ଚାଟନ୍ତୁ ନାହିଁ, ଏହାଦ୍ୱାରା ଦୁର୍ଭାଗ୍ୟ ମାଡ଼ିଥାଏ। 4 ନମ୍ବର, କୋଳଥ ଡାଲି 3 ମାସ ଖାଆନ୍ତୁ, ଶରୀର ମୋଟା ଥିଲେ ପତଳା ହୋଇଯିବ। 5 ନମ୍ବର, ମୁହଁରେ ବ୍ରଣ ହେଉଥିଲେ ଡାଲଚିନି ଗୁଣ୍ଡରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। 6 ନମ୍ବର, ପିତୃପୁରୁଷମାନଙ୍କର ଫଟୋଚିତ୍ର ଦକ୍ଷିଣ ଓ ପଶ୍ଚିମ ଦିଗର କାନ୍ଥରେ ନ ଲଗାଇ ଉତ୍ତର ଓ ପୂର୍ବ ଦିଗର କାନ୍ଥରେ ଲଗାନ୍ତୁ। 7 ନମ୍ବର, ଯଦି ଆପଣ କେବେ କୌଣସି ପ୍ରସିଦ୍ଧ ତୀର୍ଥକ୍ଷେତ୍ରକୁ ଯାଇଛନ୍ତି, ତେବେ ସେଠାରୁ ମାଟି ଟିକିଏ ଆଣି ଘର ଅଗଣାରେ ପକାଇଲେ ଘରେ ଥିବା ନକାରାତ୍ମକ ଉର୍ଜା ଦୂର ହୋଇଥାଏ ଏବଂ ଶୁଭ ସମୟ ଆସିବା ଆରମ୍ଭ ହୋଇଥାଏ। 8 ନମ୍ବର, ଗୋଟିଏ ସିଧାସଳଖ ଲାଇନରେ ଘରର 3ଟି କବାଟ କରିବା ଅନୁଚିତ। 9 ନମ୍ବର, କବାଟ ପାଖରେ ବା ଘର ଦୁଆର ମୁହଁରେ ପାଣି କଳସ ରଖନ୍ତୁ। ଏହାକୁ ଦେଖି ବାହାରକୁ ଗଲେ କାମରେ ସଫଳତା ମିଳିଥାଏ। ଏହା ଦୁଇ ପାଖରେ 2ଟି କଳସ ରଖନ୍ତୁ ନାହିଁ। ଏହା ଘରୁ ବାହାରିବାର ଡାହାଣ ପାର୍ଶ୍ୱରେ ରଖିବା ଉଚିତ, ତେଣୁ ଗୋଟିଏ ରହିବ। 10 ନମ୍ବର, କୌଣସି ଲୋକଙ୍କର ଘର ବା ଚଉରା ପ୍ରତିଷ୍ଠାରେ ଯଦି କଉଡ଼ି ବା ପଇସା ପାଆନ୍ତି, ତେବେ ତାକୁ ଆଣି ଆପଣଙ୍କ ପଇସା ରଖିବା ଜାଗାରେ ରଖନ୍ତୁ। ଏହା ଆପଣଙ୍କୁ ଆହୁରି ଧନୀ କରାଇଥାଏ। 11 ନମ୍ବର, ଯଦି ଆପଣଙ୍କ ପାଖରେ ପଇସା ବଞ୍ଚୁନାହିଁ, ତେବେ ଆପଣଙ୍କ ପକେଟରେ ବା ପଇସା ରଖିବା ଜାଗାରେ ଗୋଟିଏ ବେଲପତ୍ର ସହିତ ଗୋଟିଏ ମନ୍ଦାର ପତ୍ର ରଖନ୍ତୁ। 12 ନମ୍ବର, ବିଛଣାରେ ଶୋଇଥିବା ବେଳେ ଆପଣଙ୍କ ପ୍ରତିବିମ୍ବ ଆଇନାରେ ଦେଖିବା ଅନୁଚିତ। ଏହା ଅମଙ୍ଗଳ ସୂଚକ ଅଟେ। ଏହାଦ୍ୱାରା ଖରାପ ଶକ୍ତିର ପ୍ରଭାବ ବୃଦ୍ଧି ପାଇଥାଏ। 13 ନମ୍ବର, ଘରର ଉତ୍ତର ଦିଗରେ ଶୁଆର ଚିତ୍ର କିମ୍ବା ମୂର୍ତ୍ତି ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ଘରେ ଖୁସିର ପରିବେଶ ସୃଷ୍ଟି ହେବା ସହିତ ଭାଗ୍ୟ ଉଦୟ ହୋଇଥାଏ। 14 ନମ୍ବର, ଘରେ ଏକ ଦର୍ପଣ ଏପରି ଲଗାଇବା ଉଚିତ ଯେମିତିକି ପଇସା ରଖିଥିବା ସ୍ଥାନରେ ପ୍ରତିବିମ୍ବ ଦେଖାଯିବ। ଏହାଦ୍ୱାରା ଅଯଥା ଖର୍ଚ୍ଚ ଦୂର ହୋଇଥାଏ ଏବଂ ଧନ ସଞ୍ଚୟ ହୋଇଥାଏ। 15 ନମ୍ବର, ସୋରିଷ ତେଲରେ ସିନ୍ଦୁର ମିଶାଇ ଘରର ମୁଖ୍ୟ ଦ୍ୱାରରେ ଟୋପାଏ ଲଗାଇଲେ ଶୁଭ ଫଳ ମିଳିଥାଏ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍
କରନ୍ତୁ। ଏହାର ଆଉ ଗୋଟେ ଭିଡ଼ିଓ ପରବର୍ତ୍ତୀ ସମୟରେ ଅପଲୋଡ଼ କରାଯିବ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।